Everyone, welcome to my YouTube channel Economist 7. I'm Rani Das and बहुत सारा क्वेश्चन आसुला तमମାନଙ୍କ टेलीग्राम रे जे दीदी रेभेन्सा भल ना उत्कल एंड केते कम खर्च हबा 2 वर्ष रे हॉस्टल केमती अप्लाई करबो केमती हबा हम सिलेक्शन एंड केते कम कट ऑफ जीव वगैरह वगैरह सो मु भाबुथिली जे आ ऊपर गोटे वीडियो आनबा दरकार सो फर्स्ट आम स्टार्ट करबा कट ऑफ रु सो कटअप कण ना प्रीवियस ईयर जदि आमे देखिबा रेभेन्सा उत्कल ताहले कटअप केते जायछि ना 69 जायतिला प्रीवियस ईयर ता पूर्व ईयर 66 सो सेमती ए वर्ष भी से 66 69 भितर ही जीव बिकॉज बेसी भी जीवनी काइना क्वेश्चन जदि देखिबा सब वर्ष ठू टिके जस्ट टॉप आस्तला सीपीएट हिसाब रे जदि कोन आमे कोन कंपेयर करबा एंड एटा होछि जनरल कथा कहूछि किंतु एससी एसटी पिलांका जदि मु देखिबी ताहले केते सेमी जाउछि एससी पिलांका ପାଇଁ କହିବି 54 ରୁ 50 ମାନେ 2 ଭିତରେ ଯାଉଛି ସେମିତି ଯଦି ମୁଁ ଏସଟି ପିଲାଙ୍କ କଥା କହିବି ତାହେଲେ ସେଟା କେତେ 49 ରୁ 42 ଭିତରେ ଯାଉଛି ବୁଝିହେଲା ତ ଆରି ଭିତରେ ହିଁ ଯିବ ସବୁ ବର୍ଷ ପରି ବହୁତ ବେଶୀ ବି ଯିବନି ଆଉ ବେଶୀ କମ୍ ବି ଯିବନି ତାପରେ ଇଏ ହେଇଗଲା ଆମ କଟଅଫ୍ କଥା ତାପରେ ମାନେ ସିଲେକ୍ସନ ହେଇଗଲା ତାପରେ ଆମେ ଧର ଆଡମିସନ କରିବା ଆଡମିସନରେ କେତେ କଣ ଖର୍ଚ୍ଚ ହବ ମୁଁ ମୋ ଟାଇମରେ କହିବି 22 କଥା କହିବି ଯଦି ତାହେଲେ ହଉଛି କେତେ 20 ମାନେ 2100 ଟଙ୍କା ଆମର ଆଡମିସନ ହେଇଥିଲା ହେଲା 2100 ଟଙ୍କା ତ ସେଟା ଏବେ କେତେ ବଢିଛି ମୁଁ ଆଉ ଜାଣିନି ତ ମାନେ ସେଇ ମାନେ ଧନ୍ୟ 2000 ରୁ 3000 ଭିତରେ ହିଁ ହଉଛି ଯଦି ସେମିତି ଆମେ ନବା ତାହେଲେ ରିଆଡମିସନ ବି ସେତିକି ନିବ ତାହେଲେ ଆମର 2 ବର୍ଷରେ କେତେ ଯିବ 6000 rupees राइट सो ये ହେଇଗଲା ଆମର ଆଡମିସନ କଥା ସେମିତି ଯୋଉ ସେମିଷ୍ଟାର ଅଛି ଆମର କେତେଟା ସେମିଷ୍ଟାର ଅଛି ପିଜି ରେ 4ଟା ସେମିଷ୍ଟାର ଅଛି ତ 4ଟା ସେମିଷ୍ଟାରରେ ଆମର କେତେ ଯାଉଛି ତାହେଲେ 500 ଯଦି ଆମେ ନେବା ତାହେଲେ ସେଟା 500 ରୁ ସେଇ 550 ଭିତରେ ହିଁ ରହିବ ତାହେଲେ ଆମର କେତେ ଯିବ 2000 ଟଙ୍କା ଧର ତାହେଲେ ଟୋଟାଲ ଆମର ମାନେ ଏଇ ଯୋଉ ପଢା ଉପରେ କେତେ ଖର୍ଚ୍ଚ ହବ ନା 8000 ଟଙ୍କା ବୁଝିହେଲା ତାପରେ ଆମର ହଷ୍ଟେଲ ହଷ୍ଟେଲରେ ଆମର ଆଡମିସନ ଫାଷ୍ଟ ସେଟା ଷ୍ଟାର୍ଟିଂରୁ ହିଁ ତମକୁ ପଇସା ଦେବାକୁ ପଡିବ ହଷ୍ଟେଲର ଯେତେବେଳେ ବି ଆପଣଙ୍କର ଆଡମିସନ ଥିବ ସେବେ ହିଁ ଆପଣଙ୍କୁ ପଇସା ଦେବାକୁ ପଡିବ କେତେ ହଜାର ଟଙ୍କା ନା 8000 ଟଙ୍କା ତ ଯୋଉମାନଙ୍କ ସିଲେକ୍ସନ ହଉନି ସେମାନଙ୍କୁ ମୁଁ ଏଇଟା ରିକ୍ୱେଷ୍ଟ କରିବି ଯେ ୱେଟ୍ କର ଟିକେ ଯାଇକି ଆଡମିନରେ ବୁଝ ଆଡମିନ ମାନେ ଫାଷ୍ଟ ତମେ ରେଭେନ୍ସା କଥା ମୁଁ କହିବି ମୁକ୍ତ ମଞ୍ଚରୁ ମାନେ ଯେତେବେଳେ ବାହାରିବ ମାନେ ଆମର ଡିପାର୍ଟମେଣ୍ଟ ଆଡକୁ ମୁକ୍ତ ମଞ୍ଚ ସାଇଡରୁ ଗଲା ତାପରେ ରାଇଟ କୁ ଯିବ ସେଠୁ ପୁରା ରାସ୍ତା ଯୋଉଠି ସରିବ ସେଠୁ ପୁରା ଫ୍ରଣ୍ଟ କୁ ରାସ୍ତା ଅଛି ଏପଟୁ ବି ଏମିତି ରାସ୍ତା ଅଛି ହେଲା ତ ସେଇ ଯୋଉ ସାଇଡ ରେ ଲେଫ୍ଟ ହ୍ୟାଣ୍ଡ ସାଇଡ ରେ ଦେଖିବ ସେଇଠି ଆମର ସେଇଟା ହଉଛି ଆଡମିନ ହଲ୍ ହେଲା ସେଇଠି ଯାଇକି ଆପଣ ପଚାରିବେ ହଷ୍ଟେଲ ପାଇଁ ଯୋଉ ଇଏ କୋଉଠି ଅଛି ତ ସେଇଠି ବୁଝିପାରିବେ ନହେଲେ କୋଉଠି ନା ଆଡମିସନ ହଉଥିବ ପିଲାମାନଙ୍କର ତ ସେଇଟା ଏବେ ମାନେ ସେଇଠି ଆଗରୁ ଥିଲା ଆମର ମାନେ ହଷ୍ଟେଲ ବୁଝିବା ପାଇଁ ଏବେ ବି ସେଇଠି ଗୋଟେ ଅଛି ବାକି ସେଇଟା ପୁଣି ଟ୍ରାନ୍ସଫର ହେଇକି କୋଉଠି ଯାଇଛି ନା ପରିଜା ହଷ୍ଟେଲ ଫ୍ରଣ୍ଟରେ ବୁଝିଗଲା ପରିଜା ଆଉ କାଠଯୋଡି ଯୋଉ ବାହାରିବା ଗେଟ୍ ସେଇଠି ହିଁ ଏବେ ମାନେ ହଷ୍ଟେଲର ଇଏଟା ଖୋଲା ଯାଇଛି ସେଇଠି ଟିକେ ବୁଝାବୁଝି କରିବେ ଯେ ହଷ୍ଟେଲ ହବ କି ନାହିଁ କଣ ହବ ଯଦି ଆପଣଙ୍କ ଚାନ୍ସ ଅଛି ତାହେଲେ ବାହାରେ ପ୍ଲିଜ ଆପଣ ନିଅନ୍ତୁନି ବିକଜ ସେଠି ଏମାନେ ପଇସା ନେଇଯିବେ ରିଟର୍ନ ବି କରିବେନି 8-9 ହଜାର ଟଙ୍କା ସେମାନେ ଷ୍ଟାର୍ଟିଂରୁ ନେବେ ପ୍ରାଇଭେଟ ବାଲା ସେମାନେ ପଇସା ରିଟର୍ନ କରିବେନି ମନ୍ଥଲି ତମକୁ ସେଠି 2 ରୁ 2500 ଟଙ୍କା ପେ କରିବାକୁ ପଡିବ ହଷ୍ଟେଲ ପାଇଁ ଆଉ ଖାଇବା ଖର୍ଚ୍ଚ ସେଟା ଆହୁରି ଅଲଗା ମାନେ ଟୋଟାଲ ତମକୁ 5-6 ହଜାର ଟଙ୍କା ଦବାକୁ ପଡିବ ମନ୍ଥଲି ତ ମୁଁ ସେଇଟା ଆପଣଙ୍କୁ ରେକମେଣ୍ଡ କରିବିନି ଯାଇକି ଆଉ ଯୋଉମାନେ ଭାବୁଛନ୍ତି ୟାର କ୍ଲାସ ଷ୍ଟାର୍ଟ ହେଇଗଲା ମୁଁ କିଛି ପଢିନି ଇଏ କରିନି ସେଇ ପିଲା ମାନେ କିଛି ମନ୍ଥ ଗଲା ପରେ କ୍ଲାସ ନିଜେ ବନ୍ଦ କରିକି ମାନେ ଶୋଇବ ଘରେ ମାନେ କେବେ କ୍ଲାସ ଯିବନି ଇଏ କରିବନି ତ କଣ ପାଇଁ ଏବେ ଏତେ ବ୍ୟସ୍ତ ହବାରେ କଣ ଅଛି ନୂଆ ନୂଆ ବୁଝୁଛି ଫାଷ୍ଟ ମାନେ କ୍ଲାସ ଅଛି ଇଏ ଅଛି ବାକି କିଛି ଟାଇମ ତ ୱେଟ୍ କରିଦିଅ ଫିର ତମେ କ୍ଲାସ ଆରାମ ସେ ଯିବ ବାସ୍ ହଷ୍ଟେଲ ଟା ହେଇଯାଉ ଟିକେ ଆଡମିନରେ ବୁଝାବୁଝି କର ଠିକ ଅଛି ଇଏ ଗଲା ଆଡମିସନ 8000 ଟଙ୍କା ନେବେ ଆପଣଙ୍କୁ 8 ରୁ 9000 ଟଙ୍କା ଧନ୍ୟ ତ ସେଇ ହିସାବରେ ଦେଖିଲେ ଆମର କେତେ 16 ରୁ 18 ହଜାର ଟଙ୍କା ଯାଉଛି ହଷ୍ଟେଲ ବାବଦ ମାନେ ରହିବା ଖାଲି 2 ବର୍ଷକୁ ମୁଁ ସବୁ 2 ବର୍ଷିକିଆ କହୁଛି ଯେ 6000 ଟଙ୍କା 2 ବର୍ଷକୁ ଆଡମିସନ ପ୍ଲସ ରିଆଡମିସନ
16,000 टंका हॉस्टेल एडमिशन आउ रिएडमिशन रेभेन्सा कथा। फिर आमर खाइबा खर्च खाइबा जदि मु कहबी गर्ल्स हॉस्टेल रे होची 30 रु 35 ठीक अछि तारे भितर ही हम भ्यारी करबो। बॉयज हॉस्टेल भी सेम। तो मु परिजा हॉस्टेल रे थिली तो परिजा हॉस्टेल रे एबे प्रेजेंटली 32 रुपीस हैला पर मील एंड सबु हॉस्टेल रे 40 मील कंपलसरी तमे खाओ न खाओ तुमको पे करिया को पड़िबो। जे सेमती देखिबा ताले कंपलसरी पाई तुमको केते 1280 टंका तुमको पे करिया को पड़िबो जो माने परिजा हॉस्टेल गर्ल्स हॉस्टेल रे रहबा को चाहछो। बॉयज हॉस्टेल रे 35 होची तमरो कण मील रो पैसा एंड तुमको केते पे करिया को पड़िबो तमे से हिसाब रे लगे दबो हैला 35 होस हमर पर मील 40 टा होस हमर कंपलसरी बुझियाला मल्टीप्लाई करिके बाहर कर दबो। तो ये गला हमर कंपलसरी ताले तमे ମାନେ ଜଷ୍ଟ ଟୋଟାଲ ତମେ ରହୁଛ ନ ଖାଇକି ରହିବ କି ରହିବନି କେତେ ଦିନ ତାହେଲେ ଖାଇବାକୁ ପଡିବ 30 ଦିନ 30 ଦିନରେ ଯଦି ତମେ ମିଲ୍ କାଉଣ୍ଟ କରୁଛ ପରିଜା ହଷ୍ଟେଲରେ କେତେ ହଉଛି 1920 ଟଙ୍କା ପୁରା ମୋର ଲେଖିକି ରହିଛି ହେଲା 1920 ଟଙ୍କା। ଆଉ ପରିଜା ହଷ୍ଟେଲ କଥା କହିବି ସେଠି ତମକୁ ବ୍ରେକଫାଷ୍ଟ ମିଳିଯିବ ସ୍ନାକ୍ସ ମିଳିଯିବ ଦି ମାନେ 4 ଟାଇମ ସେଠି ଖାଇବାକୁ ଦିଆଯାଏ ब्रेकफास्ट देन लंच फिर स्नैक्स डिनर तो सबूर प्राइस भ्यारी करे डिनर और ब्रेकफास्ट हूँ तुम 32 एंड जो रहा ब्रेकफास्ट ब्रेकफास्ट माने 15 रु 17 टंका भीतर रहे एंड जदि कहे स्नैक्स सेटा तुम ऊपर डिपेंड करे तुम कौन चूज कर बहुत सारा ऑप्शन थाए तुमको नापी चाहा कॉफी एंड सब खाଇବା ଜିନିଷ ଆଉ ଯଦି ତମକୁ ମାନେ ଏମିତି ବିସ୍କିଟ୍ ବିସ୍କିଟ୍ ଦରକାର ତାହେଲେ କାଠଯୋଡିରେ ମିଳିଯାଏ ଯୋଉଟା କି ପରିଯାର ଜଷ୍ଟ ଫ୍ରଣ୍ଟରେ କାଠଯୋଡିରେ ବି ମାନେ ବ୍ରେକଫାଷ୍ଟ ହେଲା ସ୍ନାକ୍ସ ହେଲା ସେ ସବୁ ଆଭେଲେବୁଲ ଅଛି ତାଙ୍କର ବହୁତ ଭଲ କ୍ୱାଲିଟିର ବି ଦିଅନ୍ତି ପରିଚାରେ ବି ଦିଅନ୍ତି ବାକି ପରିଚାରେ କେବେ କେବେ ଏମିତି ଉପରେ ନିଜେ ହେଇଯାଏ ଥରେ ଆମର ସେଠି ବିରିୟାନୀ ବି ଦିଅନ୍ତି ଆମ ପରିଚାରେ ଠିକ ଅଛି ଏବେ ବି ଦଉଥିଲେ ଦଉଛନ୍ତି ସେଟା ଆକ୍ଚୁଆଲି ପିଲାଙ୍କ ଉପରେ ଡିପେଣ୍ଡ କରେ ଯଦି ସେମାନେ ସେୟା ମିଲ୍ ମେନୁ ବନେଇଲେ ତାହେଲେ ତାଙ୍କୁ ଦିଆଯାଏ ତ ବିରିୟାନୀ ଆମର ଥିଲା କେତେ 45 ରୁ 55 ଭିତରେ 55 ହଉଛି ଯଦି ତମେ ଗେଷ୍ଟ ମିଲ୍ ପକଉଛ ମାନେ ଯଦି ବାହାର ହଷ୍ଟେଲକୁ ଦବାର ଅଛି ଆଣ୍ଡ ତମର ଅଛି 45 ହଉଛି ତମର ଯଦି ସେଇ ହଷ୍ଟେଲରେ ରହିକି ତ ଏମିତି କରିକି ଆମର କେତେ ଯାଉଛି ଟୋଟାଲ ହିସାବ କରିଦବ ତ 1920 ହଉଛି ଆମର ହଉଛି ଫୁଲ ମିଲ୍ ଯଦି ତମେ 30 ଦିନ ଖାଉଛ तो ये ହେଇଗଲା ଆମର ସେମିତି ବର୍ଷକୁ ତାହେଲେ କେତେ ପଡିଲା ହିସାବ କର ଇକୋନୋମିକ୍ସ ଛୁଆ ନା ତମେ ତ ବର୍ଷକୁ ଆମର କେତେ ପଡୁଛି ତାହେଲେ ମାନେ ଯଦି କମ୍ପଲସରୀ କଥା କହିବି ତାହେଲେ ହଉଛି 23,040 ଟଙ୍କା ଆଣ୍ଡ ଯଦି 2 ଇୟର ପାଇଁ କହିବି ତାହେଲେ କେତେ 46,080 रुपीस राइट ସେତିକି ତମର ଖର୍ଚ୍ଚ ହେଇଗଲା କେବଳ ଖାଇବା ଖର୍ଚ୍ଚ 2 ବର୍ଷକୁ ନା 2 ବର୍ଷକୁ 46,080 रुपीस ସେଠି ଆମର କେତେ ଥିଲା 6,000 ସରି 8,000 ତାପରେ କେତେ 16,000 ଆମର ହଷ୍ଟେଲ ପାଇଁ ସବୁକୁ ଆଡ୍ କରିଦବ ଯେତିକି ବି ଖର୍ଚ୍ଚ ହେଲା କେତେ ସେଇ 50 ତ ସେ ମାନେ ସେ 60,000 ପାଖାପାଖି ହିଁ ପଡିଯିବ ତ ଏମିତି ଯଦି ଆମେ କରିଛନ୍ତି ତାହେଲେ ଆମର ଏତେ ବି ତ ଖର୍ଚ୍ଚ ହଉନି 2 ବର୍ଷକୁ ତାପରେ ଆମର ପୁଣି ସ୍କଲାରସିପ ଆମେ କେତେ ପାଇଯିବା ଦେଖ ସ୍କଲାରସିପ ରେ ଆମର କଣ ଅଛି ନା ଷ୍ଟେଟ ରେ ଯଦି ତମେ ପକଉଛ ତାହେଲେ 13 କରିକି କେତେ ମିଳିଲା 36,000 ଟଙ୍କା ପାଇଲ 26,000 ଟଙ୍କା ହୁଁ ତାପରେ ଯଦି ତମେ ନ୍ୟାସନାଲ ରେ ପକଉଛ ତାହେଲେ ତମକୁ 20 କରିକି କେତେ 40,000 ଟଙ୍କା ପାଇବ ତ ଇଏ ହେଲା 60,000 ତା ଦେହରୁ ମାଇନସ୍ କରିଦବ ତ 20-30,000 ହିଁ ତମକୁ ପଡୁଛି ମାନେ ଟୋଟାଲ ପିଜି ଟା 2 ବର୍ଷକୁ ଠିକ ହେଲା ତ ଏତେ ଶସ୍ତାରେ ତମେ ଆଉ କୋଉଠି ବି ପାଇବନି କେବଳ ରେଭେନ୍ସାରେ ପାଇବ ଆଉ ରେଭେନ୍ସାର ଫେସିଲିଟି କଥା କହିବି ମାନେ ଏତେ କମ ପଇସାରେ ତମେ ଏତେ ଜିନିଷ ପାଇବ ମାନେ ଯେମିତି ମୁଁ ଫାଷ୍ଟ ଷ୍ଟାର୍ଟ କରିଛି ହେଲା ଆମେ ତ ହଷ୍ଟେଲ କଥା କହୁଥିଲି ତ ହଷ୍ଟେଲରେ ମୁଁ ଯଦି କହିବି ଆମକୁ ଟିଭି ଦିଆଯାଇଛି ଫ୍ରିଜ୍ ଦିଆଯାଇଛି ଇଣ୍ଡକ୍ସନ ଦିଆଯାଇଛି
ଆକ୍ୱାଗାର୍ଡ ଦିଆଯାଇଛି। ଆକ୍ୱାଗାର୍ଡ ସବୁ ଫ୍ଲୋରରେ ଗୋଟେ ଗୋଟେ, ଇଣ୍ଡକ୍ସନ ସବୁ ଫ୍ଲୋରରେ ଗୋଟେ ଗୋଟେ। କେବେ କେବେ ଖରାପ ହେଇକି ପଡିଥାଏ ତ ସେଇଟା ଗୋଟେ ମାନେ ପୁଣି ଟାଇମ୍ ମାନେ କମ୍ପ୍ଲେନ୍ କଲେ ଠିକ୍ କରାଯାଏ। ଦେନ୍ ହଷ୍ଟେଲର ରୁମ୍ କ୍ୱାଲିଟି କହିବି, ପରିଜା କଥା କହିଲେ 2 ଜଣ ଗୋଟେ ମାନେ ରୁମରେ। ଦେନ୍ କାଠଯୋଡି ଯେହେତୁ ସେଠି PhD ପିଲା ବି ରୁହନ୍ତି ତ କିଛି ଜଣଙ୍କୁ ମାନେ ସିଙ୍ଗଲ ରୁମ୍ ମିଳେ, କିଛି ଜଣଙ୍କୁ 3 ଜଣ ଗୋଟେ ରୁମରେ ମିଳେ। ତ ଏମିତି କରିକି ରୁମ୍ ସବୁ ଅଛି। ଯୋଉମାନେ ଜୁନିୟର ପିଲା ଅଛ ଯେମିତି ଗ୍ରାଜୁଏସନ୍ ବଗେରା ତ ସେମାନଙ୍କ ପାଇଁ ଅଲଗା ସବୁ ଯୋଉ ହଷ୍ଟେଲ ରହିଲା। ତ ଟୋଟାଲ ଗାର୍ଲସ ହଷ୍ଟେଲ ଆମ 6ଟା। କାଠଯୋଡି, ପରିଜା, ଭାର୍ଗବୀ ଏ ସବୁ PG ପିଲାଙ୍କର। କାଠଯୋଡିଟା PhD ପିଲାଙ୍କୁ ବି ମିଳେ। ବାକି ଯେତେ ସାରା ମହାନଦୀ, ଦୟା ଏସବୁ ଯୋଉ ରହିଲା ଏସବୁ ହଉଛି ଆମର UG ପିଲାଙ୍କ ପାଇଁ। ଆଉ ମହାନଦୀ କହିବି ତ ବହୁତ ସୁନ୍ଦର, ସେଇଟା ସବୁଠୁ ସୁନ୍ଦର ହଷ୍ଟେଲ ହଉଛି ସେଇଟା। ତା ଫ୍ରଣ୍ଟରେ ଆମର ଏବେ ଓପନ ଜିମ୍ ବି ଖୋଲା ଯାଇଛି। ମାନେ ଜିମ୍ ର ଫ୍ୟାସିଲିଟି ଅଛି, ସ୍ପୋର୍ଟସ ର ଫ୍ୟାସିଲିଟି ଅଛି, କଣ ନାହିଁ ରେଭେନ୍ସାରେ ସେଇଟା ପଚାର। ପାଠ ପଢା କଥା ସେଇଟା ତମେ ଜାଣିଛ, ଓଡିଶାର ସବୁଠୁ ବେଷ୍ଟ ମାନେ ୟୁନିଭର୍ସିଟି, NAAC ଠୁ A++ ପାଇଛି ଏ ବର୍ଷ। ଫିର୍ ସବୁଥିରେ ବେଷ୍ଟ ୟାର। ତମେ କେବେ ରିଗ୍ରେଟ ଫିଲ୍ କରିବନି, ସେ ଗ୍ୟାରେଣ୍ଟି ମୋର। ଫାଷ୍ଟ ଫାଷ୍ଟ ତମେ ଭାବିବ ମାନେ ଏମିତି ପାଠ ହଉନି ଇଏ ସେ, ସେଟା ନିଜ ଉପରେ ଡିପେଣ୍ଡ କରେ। ସୋ ୟା ଫେସିଲିଟି କଥା କହୁଥିଲି, କୁଆଡେ କୁଆଡେ ପଳେଇଲି ଦେଖ। ତ ଫଙ୍କସନ ଆମର ସବୁବେଳେ ଚାଲିଥାଏ ପ୍ରାୟ। ତ ତମେ କେବେ ନିଜକୁ ବୋର ବୋଲି ଭାବିବନି। ସବୁବେଳେ ଫଙ୍କସନ ଚାଲିଥାଏ, ସବୁବେଳେ ଯେତେବେଳେ ବି ବୋର ଲାଗିବ ଯାଇ ବାହାରୁ ବୁଲି ଆସିବ। ସେ ବାହାରେ ଗୁପଚୁପ ହେଲା, ମୋମୋ ହେଲା, ସବୁ ପ୍ରକାର ମାନେ ଇଏ ଅଛି, କୋଲ୍ଡ କଫି ସବୁ ମାନେ ଯାହା ଚାହିଁବ ସେଠି। ରେଷ୍ଟୁରାଣ୍ଟର କମି ନାହିଁ, ଖାଇବାର କମି ନାହିଁ, ମସ୍ତିର କମି ନାହିଁ, କିଛି କମି ନାହିଁ। ଯାଇକି ଟିକେ ମାନେ ସେ ରେଭେନ୍ସା ଫ୍ରଣ୍ଟରେ ବସି ଆସିଲେ ବି ସେଇ ଯୋଉ ମାନେ ଫ୍ରେଶନେସ୍ ଫିଲ୍ ହୁଏ ଆଉ କୋଉଠି ନାହିଁ। ତ ଏସବୁ କିଛି ରେଭେନ୍ସା ମାନେ ମୁଁ PG ସାରିକି ଆସିଛି ବଟ୍ ମତେ ଛାଡିବାର ଇଚ୍ଛା ନଥିଲା, ବାକି ରେଭେନ୍ସା ବିଦା କରିଦେଲା। ଛାଡ। ତାପରେ ଆସିଲା ସ୍ପୋର୍ଟସର ସବୁ ପ୍ରକାର ଫେସିଲିଟି ଅଛି। ଯଦି ଘର ମାନେ ସରି ସ୍ପୋର୍ଟସ ପାଇଁ ଅଲଗା ରୁମ୍ ସବୁ ବନାଯାଇଛି। ସେଠି ଅଲଗା ଅଲଗା ଟାଇପ୍ର ସ୍ପୋର୍ଟସ ପାଇଁ ସବୁ ଇଏ ଅଛି, ୟୋଗା ପାଇଁ ରୁମ୍ ଅଛି। ଦେନ୍ ମ୍ୟୁଜିକ୍ ଶିଖିବାର ଅଛି, ମ୍ୟୁଜିକ୍ ପାଇଁ ରୁମ୍ ଅଛି। ତାପରେ ପୁରା ବେଷ୍ଟ ମାନେ ସେଠି ପୁରା ରୁମ୍ ବି ପୁରା ମସ୍ତ ଭାବରେ ଅଛି। ଦେଖିଲେ ଜାଣିପାରିବ, କେବେ ଯାଇ ନହେଲେ ଯଦି ବିଶ୍ୱାସ ହଉନି ମୋ କଥା, ଯାଇ ବୁଲି ଆସ ଥରେ ରେଭେନ୍ସା, ଫିର୍ ତମେ ଡିସାଇଡ୍ କରିବ ଉତ୍କଳ ଯିବ ନା ରେଭେନ୍ସା ଯିବ। ତ ତାପରେ ଆକ୍ଟିଂ ହେଲା, ଡ୍ୟାନ୍ସିଂ ହେଲା, ସିଙ୍ଗିଂ ହେଲା, ଏସବୁର ଫ୍ୟାସିଲିଟି ତମକୁ ବହୁତ ମିଳିବ। କାହିଁକି ନା ସେଠି ସବୁବେଳେ ମାନେ ଫଙ୍କସନ ଚାଲୁଥାଏ। ତମେ ଚାହିଁଲେ ସେଥିରେ ପାର୍ଟିସିପେଟ କରିପାରିବ, କୌଣସି ପିଲା କେବେ ମନା କରିବେନି। କାହିଁକି ନା ସେଇଟା ପବ୍ଲିକ ଇଏ, ତମେ ସମସ୍ତଙ୍କର ସେଠି ଅଧିକାର ଅଛି, ତମେ ସେଠି ପାର୍ଟିସିପେଟ କରିପାରିବ। ଫିର୍ ଜିମ୍ ଇନଡୋର ବି ଅଛି ଆଣ୍ଡ ଆଉଟଡୋର ବି ଅଛି। ଆଉଟଡୋର ସେଠି ଆମର ହଷ୍ଟେଲ ଭିତରେ ଝିଅ ପିଲାଙ୍କର ଅଛି। ବାହାରେ ଯଦି କହିବି, ବାହାରେ ଯୋଉ ବଏଜ ହଷ୍ଟେଲ ବଏଜଙ୍କ ପାଇଁ ଅଲଗା ଅଛି। ତାପରେ ମାନେ ବାହାରେ ମାନେ ହଷ୍ଟେଲ ଭିତରେ ନୁହଁ, ବାହାର କଥା କହୁଛି, ମାନେ ବ୍ୟାକଗ୍ରାଉଣ୍ଡରେ କ୍ୟାମ୍ପସ ଭିତରେ ଅଛି। ତାପରେ ଝିଅଙ୍କ ପାଇଁ ଓପନ ଜିମ୍ ଅଛି, ଭିତରେ ଜିମ୍ ବି ଅଛି, ମାନେ ରୁମ୍ ଅଲଗା। ଫିର୍ ସବୁ ପାଇଁ ସବୁ ଫ୍ୟାସିଲିଟି ଅଛି ସେଠି ହେଲା। ବିଗ୍ ଗ୍ରାଉଣ୍ଡ ତ ତମେ ମାନେ ଦେଖିଥିବ ରେଭେନ୍ସାର। ହଁ, ପୁରା ମାନେ ବହୁତ ବଡ ଗ୍ରାଉଣ୍ଡ ଅଛି। ତମେ ସେଠି ଜିମ୍ ଫିମ୍ ବି କରିପାରିବ, ରନିଂ କରିପାରିବ, ସ୍ପୋର୍ଟସ ବି ଖେଳିପାରିବ, ଯେକୌଣସି ସ୍ପୋର୍ଟସ ହଉ। ଫିର୍ ମନ୍ଦିର କଥା କହିବି, ଯେତେବେଳେ ବି ନିଜକୁ ଡିପ୍ରେସ୍ଡ ଫିଲ୍ ହୁଏ, ଆମେ କଣ ମନ୍ଦିରକୁ ହିଁ ଯାଆନ୍ତି। କିମ୍ବା ଯେକୌଣସି ପୂଜା ପର୍ବ ହେଲା ମନ୍ଦିରକୁ ଯାଆନ୍ତି। ହିନ୍ଦୁ ଆମେ, ହିନ୍ଦୁଙ୍କ କଥା କହୁଛି, ମୁସଲିମ ଭଉଣୀ ମାନେ ଖରାପ ଭାବିବେନି। ତ ମନ୍ଦିର ଅଛି ଆମର ଗାର୍ଲସ ହଷ୍ଟେଲ ଭିତରେ ବି ଅଛି, ମାନେ ବ୍ୟାକଗ୍ରାଉଣ୍ଡ ଭିତରେ। ମାନେ କଲେଜ କ୍ୟାମ୍ପସରେ ବି ଗୋଟେ ବହୁତ ଭଲ ଶିବ ମନ୍ଦିର ଅଛି। ସେଠି ଗଣେଶ ଭଗବାନ ବି ଅଛନ୍ତି, ତ ବହୁତ ବଢିଆ ଅଛି। ମାନେ ସେଠି ଟିକେ ବସିଗଲେ ମନକୁ ବହୁତ ଶାନ୍ତି ବି ଲାଗେ। ବହୁତ ଟାଇମ ମୁଁ ଯାଇଛି। ଆଣ୍ଡ ଇଭିନିଂରେ ସେଠି ବହୁତ ଭଲ କୀର୍ତ୍ତନ ହୁଏ, ଆଣ୍ଡ ସେଠି ଆଳତି ହୁଏ, ଯାଇକି ବସିକି ଆସିବ, ବହୁତ ଭଲ ଲାଗିବ। ଦେନ୍ ଓପନ ପୂଜା ମଣ୍ଡପ ଗୋଟେ ଅଛି, ପେଣ୍ଡାଲ ଅଛି, ସେଠି ସରସ୍ଵତୀ ପୂଜା ହୁଏ। ସେ ସବୁ ହୁଏ ସେଠି, ସମସ୍ତେ ମିଶିକି ସରସ୍ଵତୀ ପୂଜା, ଗଣେଶ ପୂଜା ପାଳନ କରନ୍ତି। ହୋଲି ସବୁ ଡିପାର୍ଟମେଣ୍ଟରେ ପାଳନ କରାଯାଏ। ସବୁ ତ ହେଇଗଲା ଇଏର।
तापर क्लासरूम कथा क्लासरूम आम इकोनॉमिक्स डिपार्टमेंट कथा कहूँ गोटे एसी रूम अच्छी है गोटे एसी रूम अच्छी एंड सबुठी बहुत भल माने ब्लैक बोर्ड अच्छी माने प्रेजेंटेशन सब प्रोजेक्ट वगैरह से सब भी अच्छी 4टा ରୁ 5ଟା आम बाहर क्लास रूम अच्छी देन गोटे सेमिनार हॉल अच्छी जोटा कि बहुत ही माने बेटर सब डिपार्टमेंट ठारू समस्ते हेतिपई टिके जेलस फील करते ओके सो लाइब्रेरी कथा कहबी तो लाइब्रेरी भी कौन भी टिके भी तुम कमे बाहर कर पारबनी बिकज सब फैसिलिटी अच्छे बाहर दीटा आमर अच्छी लैपटॉप वाला माने कंप्यूटर वाला लाइब्रेरी है गोटे तले अच्छी गोटे ऊपर अच्छी आ गोटे 3टा अच्छी आ गोटे ऊपर हूँ एप्पल है सेटा केबे केबे ओपन करा जाए तो तुम पूरा सब एप्पल माने लैपटॉप एप्पल माउस एप्पल सब किसी एप्पल ये अच्छी तो टिके लग्जरी फील करने है एंड तापर पढ़ाई जदि कहबी 2टा लाइब्रेरी अच्छी गोटे ऊपर अच्छी गोटे तले अच्छी कणिकाटा तले अच्छी ऊपर गोटे लाइब्रेरी अच्छी से तुम एत पिला जाती आराम से शांति बस पढ़ बट कणिकार टिके भिड़ हुए कपल्स वगैरह जापार सो बट पढ़ती सब है कहीदेली बोली खराब भाव देन मोस्टली ना सब पिलांकर हॉस्टल हो जाए 70% पिलांकर हो जाए जो मानक भी न होची से माने सेकेंड ईयर को ताकर भी हो जाए है तो हॉस्टल पे किसी भी टेंशन हबार नहीं रेभेन्सा तो हॉस्टल हम ही हम 70% 80% पिलांकर हो जाए कौ बेसिस सिलेक्ट करते सेटा भी मुझे जानीपारे ना बिकज जो मानकर लास्ट मैं स्पॉट रे जो मानकर एडमिशन हो जाए कि सेकेंड सिलेक्शन जो मानकर होना था तो केमिति करती कौन करती से भगवान को जाना किंतु आडमिन ने जाइए थे दिथर पचारतु टिके जस्ट दौड़ा पड़ो बट हो नो डाउट फिर मेडिकल कथा फैसिलिटी कथा कहबी तो आम कैंपस भितर गोटे बहुत माने भल से सब माने रुहती डॉक्टर रुहती 12टा पर्यंत तो सेठी जाइए चेकअप कर फ्री मेडिसिन दि जाए सब किसी दि जाए तो सेठी जाइए चेकअप करें ना एसी भी आम माने रेभेन्सा जस्ट 1 किलोमीटर दूर रे अच्छी रेभेन्सा रानीहाट गोटे बहुत बड़ा बढ़िया टावर थी टाइम टावर सो से जस्ट राइट आड़ को जी से एसी भी पड़ 1 किलोमीटर भितर ही तो चलिकी गले भी आप पहुँची पारे ठीक अच्छे तो एसी भी तो सब बड़ मेडिकल कटक ओडार से जापारे से बहुत पाखे अच्छे आपणकर तो मेडिकल किसी टेंशन ना जेकोसी दांत पर्यंत जब खराब अच्छी ना ताले जाइए आप देखे पारे रेभेन्सा एसी भी है फिर आ कौन रहा बाकी से भी गला सब हो गला मैंने आम डिपार्टमेंट कथा कहूँ इकोनॉमिक्स डिपार्टमेंट है तो इकोनॉमिक्स डिपार्टमेंट कथा जदि कहबी से माने फैकल्टी किसी भी कमी ना पाठ पढ़ा जदि कहबी सब बहुत भल पढ़ाती एंड रेभेन्सा कहुए से अप्लाइड नुह कि तुम वन्स जाओ अप्लाइड कि नुह से जापर माने माइक्रो तुम थियोरी कौन भूली जाएंगी पूरा मैथमेटिकल होके आसो पूरा माने मैथमेटिकल से पढ़ा इंटीग्रेशन वगैरह सब से शिख बहुत नुआ जिन शिखा पाइब कीर्ति सार अच्छा से पढ़ाती फिर मनोज सार अच्छा से मैक्रो पढ़ाती माने सब्जेक्ट ठू बेसी माने ऑल ओवर से डेवलपमेंट रे बहुत माने हेल्प करती से मोटिवेशन कर माने पेपर तुमको सेकेंड टाइम ही पढ़िया को पड़ोनी एमती से पढ़ाती माने एत इंटराक्टिव थाए ना क्लास तुम थे से क्लास अटेंड कर फिर जान से आमर मैक्रो पढ़ाऊे बट से आम तल ब्यासकर से केवल गेम थ्योरी क्लास नहीं से आसिस्टांट प्रोफेसर को जो ये करगले तो से आते क्लास नेलेनी बट तुम मैंने जो मैंने एबे नुआ आसछ तो से रिक्वेस्ट फिक्वेस्ट कले सार क्लास ने तो से सार मोर फेवरेट अच्छा फिर आसले आशीष सर से पढ़ाती इकोनोमेट्रिक जोड़े बहुत ही कॉम्प्लिकेटेड सब्जेक्ट तो से टाइम देवा पड़ो तो सब्जेक्ट को 2टा पार्ट रे तुम डिवाइड कर है तो फास्ट जो पार्ट रहा तुमको बहुत फोकस करा पड़ो नोट करा पड़ो प्रैक्टिस करा पड़ो ना भाई कांद तुम बुझल एग्जाम आगे जो न कांदी मत कह
फिर सेकेंड सब्जेक्ट जो रहा ना सेटा तुम बस नोट बनवार अच्छी प्रीवियस ईयर को फॉलो कर प्रीवियस ईयर 2-3 वर्ष 4 वर्षर क्वेश्चन नहीं आसो ताकू बस लिखिदेव है तार सब आंसर लिख खाली क्वेश्चन नुह तो आंसर सह लिख बहुत सारा बुक अच्छी तुम लाइब्रेरी हाँ लाइब्रेरी बही जो तुम ये कर जो बही आवेलेबल भी नहीं सेटा तुम सार को कहूच से तुम पीडीएफ फॉर्मेट रे देदेवे कौन जीएमएल है बही मन पड़ा जो मान को भी पीडीएफ दरकार बही मोर टेलीग्राम चैनल 250+ बही पीडीएफ अच्छी फॉर्मेट रे तो तुम मैंने आराम से एक्सेस कर रेभेन्सार 90% जो बही अच्छी जो मैंने सार मैंने रेकमेंड करती सब मो टेलीग्राम बही माने ग्रुप रे अच्छी आराम से जाइए सब पढ़ी पार नो डाउट समस्त पाखे पैसा न थाए भाई आम स्टूडेंट लाइफ रे ये कर तो सब बही तो आम कि पारानी लाइब्रेरी सब बही जो आवेलेबल समस्त थी भी तो कहीहबनी तो पीडीएफ टा बहुत ही माने इम्पोर्टाट रोल प्ले करे गोटे स्टूडेंट लाइफ रे तो सब पीडीएफ मुझे गोटे टेलीग्राम चैनल करके ग्रुप रे समस्त को एक्सेस करेछि ताकि समस्त पाखु सेटा पहुँची पारू मो पाखे खाली बही अच्छी से मैंने सब पढ़ीदेवी आउ जो मान नहीं से देवीनी यही टाइप मेंटालिटी जो मैंने रखती भाई तो छाड़ कथा साइड करवा आमे कोठी थिले बही कथा ना कोठी थिले भूली गली मु गोटे सेकेंड सब्जेक्ट कथा कहती ना तो भल भल बही है सार को जाकि आगुतुरा तुम जो मैंने भी नोट बनवाक चाहो ये करने चाहो तो फास्ट जा पचार जो सार यही जो सब्जेक्ट धर डेभलपमेंट होगला धर माइक्रो होगला ये होगला कौ बही आमको पढ़ा दरकार कौ बही आप पढ़ेबे कि कौ बही बहुत ही इम्पोर्टाट अच्छी कौन यहाँ पढ़ले आम हेल्पफुल हम कि यहाँ मुझे बुझीपारनी तो सार सहित इंटराक्ट करेंगे से सब बही माने लाइब्रेरी हो कि आम टेलीग्राम चैनल हो सॉफ्ट फॉर्मेट जाकि कौन करेंगे से देखिकी बास तार नोट बनईदेवे बुझाला 4-5 वर्षर प्रीवियस ईयर क्वेश्चन बनईदेले तापर कौन करेंगे सेटा को बास माने 6 मास थे सेमिस्टर हुए 6 थर न हो भाई 2 थर पढ़ीदव एग्जाम आगु थे 3 थर पढ़ीदेल आराम से पेपर तुम के हारबनी मु ग्यारंटी दूसरी बुझीगला तो सेटा गला तापर आसला कौन जो फास्ट पार्ट जो थिला माने जोटा प्रैक्टिस दरकार नोट भी दरकार नोट तुमको सेटा आ कोठी मिलबनी क्लास रे मिलिबो कीर्ति सार को नोट जो रहला सेटा तुम क्लास रे करबो सार को बुझिबो जोठी भी डाउट रहला सार को पचारिबो जदी भी फिर भी न होउछ फास्ट क्लास रे तो लागो भाई मु सब बुझीदेली क्लास रु गला पर ही जाना पड़िबो भाई गला कोडी एटा कोन सब मो मुंड रे किछि भी पसुनी कोन करिवे मो माने एमती हुए मो सह भी हेची समस्त सहित हेची जो मान टॉपर थिले सेमानक सह भी हेची तो एटा माने छाड़ तो सेटा कौन करिवो ना फास्ट 2-4 थर तो लिखिबो बुझिबो तो न बुझी पाछ बस ताको ना घोषिकी लिखि दियो मु कहूची मैथ घोषिया कथा न बाकी घोषि दियो हला घोषिला परे ही तुमको बुझा पड़िबो भाई एटा एमती हला एटा एमती हला एमती माने एमती हला तो एमती हला तो से पेपर भी ठीक है जो माइक्रो कथा गला इकोनोमेट्रिक सेटा बुझिबा सह तुमको प्रैक्टिस दरकार 2-3 थर लेख मु कहूँ जो पेपर मु कहूँ पढ़ी प्रैक्टिस सह नोट ताको ही इम्पोर्टाट दब बुझीगला बाकी जोड़ा मु कहली केवल माने प्रीवियस ईयर देखिकी जमती करबो तो सेगुड़ा केवल प्रीवियस ईयर देखिला नोट बनैला घोषिदेला पढ़ेला बुझीगला थ्योरी पार्ट केवल या ही करबो मैथमेटिक्स पार्ट रो जो रहला माने इकोनोमेट्रिक होगला हमर माइक्रो होगला हला फाइनेंस होगला फिर मैथमेटिक्स रहा मैथ हम थर्ड सेम अच्छी एंड गेम थ्योरी फोर्थ सेम अच्छी आ जो माने रहले हमर फाइनेंस पिला ये समस्त प्रैक्टिस प्लस नोट मन रहा 5टा पेपर गोटे माइक्रो या ग्रोथ 6टा पेपर है तो माइक्रो ग्रोथ फिर हमर रहा इकोनोमेट्रिक फिर फाइनेंस आ ये पेपर है तो 6टा जो पेपर रहा तुमको नोट सह प्रैक्टिस करने को ही पड़ो बुझीगला आउ किछि भी करबनी बस सेति करबार अछि पाठ पढ़िया जदी अछि एतिकी ही करबो आ आर नोट एमती करी घोषि दबो दी थर आउ एग्जाम बेलु थरे मन गला सब बेले ट्राई करबो जे
ପଢିଲା ବେଳେ ନା ଲେଖି ଲେଖି ପଢିବ, ମାନେ ଘୋଷିଲ ଲେଖିଲ ତାହେଲେ ହିଁ ମନେ ରହିବ। ମନେ ହେଇଗଲା। ଯଦି ଭଲ ସ୍କୋର କରିବାର ଅଛି, ଗୋଟେ ଭଲ ରାଙ୍କ ଆଣିବାର ଅଛି, ତାହେଲେ ଏମିତି ସବୁ କରିକି ପଢିବ। ତାପରେ ଲାଷ୍ଟ ହେଲା, ଆଉ ସବୁ ମୁଁ ଏବେ କଭର କରିଦେଇଛି, ସବୁ ପାଠ ପଢା ବଗେରା ସବୁ। ବାସ୍ ଲାଷ୍ଟକୁ ରେଭେନ୍ସା ଭଲ ନା ଉତ୍କଳ ଭଲ। ତ ମୁଁ ଭାବୁଛି ଯେ ଏତେ ସାରା ଯୋଉ ଫ୍ୟାସିଲିଟି ତମକୁ କହିଲି ଆହୁରି ବହୁତ ଅଛି ୟାର, ମୁଁ ବହୁତ ସାରା ସ୍କିପ୍ କରିଦେଇଥିବି ଟାଇମ୍ ଇଏରୁ। ତ ମୁଁ ସେଗୁଡ଼ା ମୁଁ ଆଉ ଏତେ ସାରା ଇଏ କରିପାରୁନି, ବଟ୍ ଛାଡ଼। ତ ରେଭେନ୍ସାରେ ଯେତିକି ଫ୍ୟାସିଲିଟି ଅଛି ମତେ ଦେଖାଅ ଯେ ମାନେ ଟୋଟାଲ ଓଡ଼ିଶା କଥା କହୁଛି, ଏତେ ଫ୍ୟାସିଲିଟି ଏତେ ସାରା ଇଏ ତମେ ଆଉ କୋଉଠି ପାଇବ କି? ଗୋଟେ କଥା ବାସ୍ ସିମ୍ପଲ୍। ମାନେ ଫ୍ୟାକଲ୍ଟି ବି ଏତେ ମାନେ କୋଅପରେଟିଭ୍ ନା, ତମେ ସେଇଟା ସବୁଠି ପ୍ରାୟ ମିଳିଯାଇପାରେ, ବାକି ସବୁଠି ହେଲା, ମୁଁ କହୁନି କୌଣସି ୟୁନିଭର୍ସିଟିକୁ ତଳ କିମ୍ବା ଇଏ। ଉତ୍କଳ ଯଦି କହିବ ତାହେଲେ ଗୋଟେ ପିଲା ମତେ ପଚାରିଲା ତାହେଲେ ଦିଦି କଟକ କାହିଁକି ଉତ୍କଳରେ ଏତେ ନଉଛି, କଟକ କାହିଁକି ନଉଛି ସେଇଟା ତାଙ୍କ ୟୁନିଭର୍ସିଟି ଇଏ, ମୁଁ କେମିତି ଜାଣିବି ଏତେ କାହିଁକି ନଉଛି। ବାକି ମୁଁ ବି ଉତ୍କଳରେ ପଢିନି ତ ମୁଁ କାହିଁକି ବି ସେମିତି କହିବି ଯେ ଉତ୍କଳ ଏମିତି କରୁଛି ସେମିତି କରୁଛି। ବାକି ମେଣ୍ଟେନାନ୍ସ କଥା ବି ଯଦି ଦେଖିବ ରେଭେନ୍ସାର ଦେଖ, ଉତ୍କଳ ତ ଏତେ ବଡ଼ କ୍ୟାମ୍ପସ୍, ତାକୁ କ'ଣ ହିଁ ମେଣ୍ଟେନ୍ କିଏ କରିବ, ଏତେ ଟଙ୍କା କୋଉଠୁ ଆସିବ। ବଟ୍ ଉତ୍କଳ ଖରାପ ମୁଁ କେବେ କହିବିନି, ବିକଜ ସେଇଟା ଟପ୍ ୟୁନିଭର୍ସିଟି ଗୋଟେ, ତାର ପାଠପଢ଼ା ବି ବହୁତ ଭଲ, ମୋର ବି ବହୁତ ସାରା ସାଙ୍ଗ ସେଠି ପଢୁଥିଲେ। ଖାଇବାର ମେ ବି ଟିକେ କମ୍ପ୍ଲେନ୍ ଆସିପାରେ ଉତ୍କଳରେ, ବହୁତ ପିଲା ମୋ ସାଙ୍ଗ ଯେଉଁମାନେ ଥିଲେ ସେମାନଙ୍କ ବହୁତ ସାରା ମାନେ କମ୍ପ୍ଲେନ୍ ଆସିଛି ଆମକୁ, ସେମାନେ କୁହନ୍ତି। ତ ସେଇଟା ଗୋଟେ ସେପାରେଟ୍ ପାର୍ଟ। ବାକି ରେଭେନ୍ସାର ଖାଇବାରେ ମାନେ ଯଦି କେବେ କ'ଣ ଉପର ନିଚେ ହେଇପାରେ, ବଟ୍ କେବେ କମ୍ପ୍ଲେନ୍ ଆସିବନି, କାହିଁକିନା ଖାଇବା ମାନେ ପଇସା ହିସାବରେ ପୁରା ପରଫେକ୍ଟ ଅଛି ହେଲା। ବାକି କେବେ ଯଦି ମାନେ ଧର କେବେ କୋଉଟା କଞ୍ଚା ଇଏ ରହିଲା, କେଟା ବହୁତ ରେୟାର ହୁଏ, ମାନେ ଯଦି 1% ଡେରେ ଯଦି ତମର ଏମିତି ଖରାପ ଆସେ, ବାକି ଦିନରେ ଭଲ ଆସେ। ଆଉ ଯୋଉ ସେଇ ଯୋଉ ଖରାପ ଦିନଟା ଆସେ ପିଲା ସେଇଟାକୁ ଧରିକି ବସନ୍ତି ଆଉ କମ୍ପ୍ଲେନ୍ କରନ୍ତି ବଗେରା। ତ ମୁଁ ଭାଇ ରେକମେଣ୍ଡ କରିବି ତମକୁ ରେଭେନ୍ସା ୟୁନିଭର୍ସିଟି, ତେଣିକି ଯୋଉମାନେ ବି ଉତ୍କଳରେ ପଢିବାକୁ ଚାହୁଁଛନ୍ତି ତାଙ୍କୁ ବି ଅଲ୍ ଦ ବେଷ୍ଟ, ବିକଜ ସେଟା ବି ଖରାପ ନୁହଁ। ଠିକ୍ ଅଛି, ତ ମୁଁ ଏତେ ସାରା ଫେସିଲିଟି କହିସାରିଲିଣି ତମ ଉପରେ। କାହିଁକିନା ସେଠି କେବଳ ତମେ ଆକାଡେମିକ୍ ନଲେଜ ପାଉନା, ସେଠି ତମକୁ ମାନେ ଅଲ୍ ଓଭର ତମର ଡେଭଲପମେଣ୍ଟ ହଉଛି, ସ୍ପୋର୍ଟସ ହେଲା ସବୁଥିରେ ହେଲା। ତମକୁ ଏଥିରେ ମାନେ ଏତେ ଫେସିଲିଟି କିଏ ଦବ ଭାଇ। ମାନେ ସେଠି ଜାଣିଛ ଯଦି ମାନେ କିଛି ବଡ଼ ଇଏ ହଉଛି, ଯେ ମାନେ ସେଠି ଯୋଉ ଅଛି ନା କଟକର ଷ୍ଟାଡିୟମ, ସେଠି କିଛି ବି ମାନେ ବଡ଼ ରକମର କିଛି ଖେଳ ହଉଛି ତାହେଲେ ତମକୁ ରେଭେନ୍ସା ନିଜେ ବସ୍ କରିକି ତମକୁ ସେଠି ନେଇକି ମାନେ ସିଟ୍ ଦିଏ, ଜାଣିପାରୁଛ। ତ ସେଇଭଳିଆ ହଉଛି ଆମ ରେଭେନ୍ସା ୟୁନିଭର୍ସିଟି। ତ ତମକୁ ଯଦି ସେଇଠି ପଢିବାର ଅଛି ତାହେଲେ ପଢ, ନହେଲେ ଉତ୍କଳ ଚୁଜ୍ କର। ଉତ୍କଳ ବି ଭଲ ୟୁନିଭର୍ସିଟି, ମୁଁ କହୁନି କିଛି ବି। କିନ୍ତୁ ମୋ ହିସାବରେ ରେଭେନ୍ସା ୟୁନିଭର୍ସିଟି, ତମେ ଆସିବ ନା କାନ୍ଦିକି ଯଦି ନ ଆସିଛ ମତେ କହିବ। ଏତେ ଭଲ ୟୁନିଭର୍ସିଟି, କେବେ ମାନେ ଆଖିରେ ଲୁହ ନେଇକି ହିଁ ଆସିବ, ଯିବ ମାନେ ଖୁସି ହେଇକି, ଆସିବ କାନ୍ଦ ନେଇକି। ଏ ବାଲା ୟୁନିଭର୍ସିଟି ମୋ ରେଭେନ୍ସା ୟୁନିଭର୍ସିଟି। ସୋ ଥ୍ୟାଙ୍କ ୟୁ। ଆଇ ହୋପ୍ ସମସ୍ତେ ସବୁ ଆନ୍ସର୍ ପାଇଯାଇଥିବ। ଯଦି ଆଉ କିଛି ବି ମୁଁ ସ୍କିପ୍ କରିଛି କମେଣ୍ଟ ସେକ୍ସନରେ ମୋତେ ପଚାର। ମୁଁ ଜାଣିନି କାହିଁକି ଏତେ ସାରା ପିଲା ଅଛ କିନ୍ତୁ ପଚାରୁନ କିଛି ବି, ନା ଲାଇକ୍ ଅଛି ନା କିଛି। ମୁଁ ଲାଇକ୍ ମାଗିବାକୁ ମୋତେ ଭଲ ଲାଗେନି, ତେଣିକି ତମେ କରିବ ତମେ ନ କରିବ ସେଇଟା ତମ ଉପରେ। କିନ୍ତୁ ଇଏ ଥିଲା ମାନେ ମୋର ଏକ୍ସପିରିଏନ୍ସ ନିଜର। ମୁଁ ଯେବେ ଯାଇଥିଲି ବହୁତ ଖୁସି ହେଇକି ଯାଇଥିଲି, ମୁଁ ରେଭେନ୍ସାରେ ପଢ଼ିବି ଏମିତି ସେମିତି। ଫଟୋ ସୁଟ୍ ପାଇଁ ବି ବହୁତ ଭଲ ଜାଗା। ଫଟୋଜେନିକ୍ ଯେଉଁମାନେ ଅଛନ୍ତି ନା ମୋ ପରିକା, ସେମାନେ ତାଙ୍କୁ ତ ମୁଁ କେବଳ ରେଭେନ୍ସା ହିଁ କହିବି। କିନ୍ତୁ ଉତ୍କଳ ଅଛି ଭୁବନେଶ୍ୱରରେ, ସେଠି ବହୁତ ଭଲ ଜାଗା ଅଛି, ସେଠି ବି କିନ୍ତୁ ରେଭେନ୍ସାରେ ବି ତମେ ଯାଇପାରିବ, ମୋ ବସ୍ ଅଛି, କିଛି କଥା ନାହିଁ। ଛାଡ଼, ସେଇଟା ଅଲଗା କଥା। ସୋ ଥ୍ୟାଙ୍କ ୟୁ। ଯେଉଁମାନଙ୍କର ଯାହା ବି ଆଉ ଡାଉଟ୍ ରହିଲା, ଯେକୌଣସି ମ୍ୟାଟର ହଉ ଷ୍ଟଡି ରିଲେଟେଡ୍, କମେଣ୍ଟ ସେକ୍ସନରେ କୁହ, ମୁଁ ସମସ୍ତଙ୍କ ରିପ୍ଲାଏ କରିବି ହେଲା, କିଛି ଭେଦଭାବ ନାହିଁ। ସୋ ଥ୍ୟାଙ୍କ ୟୁ, ବାଏ ବାଏ।